ମୋ ନାଁ ହେଉଛି ପ୍ରଦୀପ୍ତ କୁମାର ପାଣି। ଆମ ଘରଟା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନାର ମୋସ୍ତର ଗ୍ରାମ। ତେଣୁ ମାଳିକା ସମ୍ବନ୍ଧରେ ଆମର ଅନେକ ଦିନ ହେଲା ଆମେ ଗବେଷଣା କରୁଛୁ ଏବଂ ଦୀର୍ଘ 30 ବର୍ଷ ହେଲାଣି ଶ୍ରୀ 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 ହରିହର ଦାସ ଦେୟପୁରୀ ବାଲିଚନ୍ଦ୍ରପୁର ଯାଜପୁର ଜିଲ୍ଲା ତାଙ୍କ ସହିତ ଆମେ ଅଛୁ। ଆମ ସହିତ ଯେଉଁ ସଖାସଖୀମାନେ ସବୁ ଅଛନ୍ତି ସମସ୍ତେ 30 ବର୍ଷ ଧରି ଏ ରାହସ କାର୍ଯ୍ୟ ଚାଲିଛି। ଆମର ମହାପୁରୁଷମାନଙ୍କ ପ୍ରମାଣ ଅନୁଯାୟୀ ଯେଉଁଠି ଯେଉଁ ସମୟରେ ରାହସ କାର୍ଯ୍ୟମାନ ଅଛି ତା ପ୍ରମାଣ ଅନୁଯାୟୀ ବାହାରେ ସେ ସମୟ ପାଖାପାଖି ହେଇଗଲେ ଚାଲେ। ଏ ଜାଗା ସ୍ଥାନ ହେଉଛି ଆପଣଙ୍କର ଖୋର୍ଦ୍ଧା ଜିଲ୍ଲାର ଦମଣଭୂଇଁ ଆଉ ଗୋଡ଼ିପଡ଼ା ଗ୍ରାମ। ତେଣୁ ଏଠି ପଞ୍ଚକୋଶୀ ମଧ୍ୟରେ 5ଟା ଶ୍ରେଷ୍ଠ ଗ୍ରାମ ଅଛି। ତାଙ୍କର ଇଷ୍ଟ ଆରାଧ୍ୟ ହେଲେ ଆପଣଙ୍କର ବାଘେଇ ମା। ଏବଂ ଏ ଯେଉଁ ଦମଣଭୂଇଁ ନାଁ ଅଛି, ନାଁ କୌଣସି କାରଣରୁ ହୋଇଥାଏ। ଅଚ୍ୟୁତଙ୍କ ସମୟରେ ଜଣେ ଧନୀ ବା ଜମିଦାର ଶ୍ରେଣୀୟ ରଜା ଥିଲେ, ତାଙ୍କ ନାଁ ଦମଣ ବା ଦମ ଜାତୀୟ ଲୋକ ଥିଲେ। ପର୍ଯ୍ୟାୟକ୍ରମେ ତାଙ୍କର ବଂଶଧର ବୁଡ଼ି ଯାଇଥିଲା। ସିଏ ଏଇ ବାଘେଇ ମା ଦେବୀଙ୍କୁ ପୂଜା କରୁଥିଲେ। ଏ ଠାକୁର ବହୁତ ଦିନ ଅମଳର, ପ୍ରାୟ 500ରୁ ଊର୍ଦ୍ଧ୍ୱ ବର୍ଷ ହେବ। ପର୍ଯ୍ୟାୟକ୍ରମେ ତାଙ୍କ ବଂଶ ବୁଡ଼ି ଯିବାରୁ ଇଏ ଆଖପାଖ ଗ୍ରାମ ଯେଉଁ ଆପଣଙ୍କର ଦମଣଭୂଇଁ ଗୋଡ଼ିପଡ଼ା ଏସବୁ ଯେଉଁ ପାଖରେ ଗ୍ରାମ ଅଛି ସେ ଗ୍ରାମର ଇଷ୍ଟଦେବୀ ରୂପରେ ପୂଜା ପାଉଛନ୍ତି, ଯାହାକି 13 ଜନ୍ମ ଶରଣ ମାଳିକାରେ ମହାପୁରୁଷମାନେ ଏହାକୁ ଲେଖିଛନ୍ତି ଯେ ଦମଣ ଦେବୀଙ୍କୁ ଦମଣ ଭୂଇଁରେ ଯେଉଁ ଦେବୀ ଥିବେ ତାଙ୍କୁ ସେତେବେଳେ ଦମଣ ରଜା ଯିଏ ପୂଜା କରୁଥିଲେ। ଏବଂ ପର୍ଯ୍ୟାୟକ୍ରମେ କାଳକ୍ରମେ ସିଏ ତ ନାହାନ୍ତି, ବର୍ତ୍ତମାନ ଏ ଦମଣ ଭୂଇଁରେ ଏ ବାଘେଇ ମାଙ୍କୁ ଗ୍ରାମବାସୀମାନେ ପୂଜା କରୁଛନ୍ତି। ଆଉ ସେ ଜାଗାରେ ମହାପୁରୁଷମାନେ ଯେଉଁ ସବୁ ମହାନ ବ୍ୟକ୍ତିମାନଙ୍କର ନାଁ ଲେଖିଛନ୍ତି, ମାଳିକା ପ୍ରସିଦ୍ଧ ବ୍ୟକ୍ତିମାନେ ଯେଉଁମାନେ ସବୁ ଲୀଳା କରୁଛନ୍ତି ଗୁପ୍ତରେ, ଏଠି ଆସି ଦିନେ ରାହସ କରିବେ ବୋଲି ଆଉ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ଯଜ୍ଞ ରାହସ କରିବେ ବୋଲି ପ୍ରମାଣମାନ ଥିଲା, ଯାହାକି ସ୍ୱତନ୍ତ୍ର ଆମ ଚକ୍ଷୁକୁ ଦେଖାଗଲା ସ୍ଥାନ। ସମୟ ଅନୁଯାୟୀ ଆମେ ସବୁ ଆଉ ହରିହର ଦାସ ତାଙ୍କର ଭକ୍ତ ଏବଂ ତାଙ୍କର ସଖାସଖୀମାନେ ସମସ୍ତେ ଏକତ୍ରିତ ହୋଇ ଏ କାର୍ଯ୍ୟକ୍ରମ ଆପଣଙ୍କର କାଲି ଆପଣଙ୍କର ଯେଉଁ 14 ତାରିଖ ଡିସେମ୍ବର 14, 2024 ମାର୍ଗଶିର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଠାରୁ ଆରମ୍ଭ ହୋଇ ଆଜି ମାର୍ଗଶିର ପୂର୍ଣ୍ଣମୀ, ଏହା ଆଜି ପୂର୍ଣ୍ଣାହୁତି ହେବ। ଏଗୁଡ଼ା ମହାନ କାର୍ଯ୍ୟ। ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଥିଲେ, ତାଙ୍କ କଥା ସିଦ୍ଧ ହୋଇଗଲା। ତାଙ୍କର ପ୍ରତ୍ୟେକ ଜିନିଷ ସିଦ୍ଧ ହେଉଛି ହେବ। ତେଣୁ ଯାହାକୁ ଯେଉଁଠି କାର୍ଯ୍ୟ ମହାପୁରୁଷମାନେ ସୂଚାଇଛନ୍ତି, ଯେଉଁ ଭକ୍ତ ଯେଉଁଠି ଜନ୍ମ ହୋଇ ଯେଉଁ କାର୍ଯ୍ୟ କରିବେ ସେ ଅଟୋମେଟିକ୍ ତାଙ୍କ ଆଖିକି ଦେଖାଯିବ ଏବଂ ସେ କାର୍ଯ୍ୟ ହେବ। ଏହା ହେଉଛି କଥା। ଆଉ ଜୟ ଗୁରୁଦେବ, ଜୟ ପଞ୍ଚସଖା। ଆମେ ମୁଖ୍ୟ ପୁରୁଷ ନୁହଁ, ମୁଖ୍ୟ ପୁରୁଷ ମହାପୁରୁଷ ଅଚ୍ୟୁତାନନ୍ଦ। ଏ ମହାପୁରୁଷ ପଞ୍ଚସଖା ମାନେ ସିଏ ଯାହା ଲେଖିଛନ୍ତି କେହି ଜାଣିପାରୁନାହାନ୍ତି। ସେ ତ ଭିତରେ ଜିନିଷ। ସେତେବେଳେ ସିଏ ଯେଉଁ ଲେଖିଛନ୍ତି ବହୁତ ଅନୁନ୍ନତ ହିସାବରେ ବହୁତ ଦେବାଦେବୀ ଅଛନ୍ତି, ଯାହାକୁ କି କେହି ତାକୁ ଉନ୍ନତି କରିବାକୁ ଚାହୁଁନାହାନ୍ତି। ଇଏ ଯେଉଁ ଆମର ଗୋଡ଼ିପଡ଼ା ଯେଉଁ ଏଇ ଯେଉଁ ଜାଗାକୁ ରମଣଭୂମି ଆମେ ଆସିଛୁ, ଇଏ ମଧ୍ୟ ଖୋର୍ଦ୍ଧାରେ ଯାଉଛି, ଆଉ ଗୋଟେ ନୟାଗଡ଼ ନା କ'ଣ ସେପଟେ ଯାଉଛି। ତେଣୁକରି ଆମର ଯେଉଁ ମହାପୁରୁଷମାନେ ଲେଖିଛନ୍ତି ଏ ଖୋର୍ଦ୍ଧାରେ ଯାଉଥିବ। ତେଣୁକରି ସେଠି ବି ଦମଙ୍କର ରଜା ମଧ୍ୟ ଥିବେ, ଏମିତି ବହୁତ ତାର ପ୍ରମାଣପତ୍ର ଅଛି। ଏଠି ବି ଯେଉଁ ଆମର ଗୁପ୍ତେଶ୍ୱର ମହାଦେବ ମଧ୍ୟ ଥିବେ, ଏମିତି ବହୁତ ପ୍ରମାଣ ନେଇକରି ଖୋର୍ଦ୍ଧା ମହାଦେବ ଏ ଦମଣ ଭୂଇଁ ଦମ ରଜା ଏମିତି କିଛିଟା ବହୁତ କିଛି ପ୍ରମାଣକୁ ଧରି ଆଧାର କରି ଆମେ ଜାଗାରେ ଆସି ପହଞ୍ଚିଲେ। ଜାଗା ଅଛି କି ନାହିଁ, କିନ୍ତୁ ଯିଏ ଲେଖିଛନ୍ତି ସିଏ ହିଁ ମହାନ। ତେଣୁ ତାଙ୍କ ଲେଖାକୁ ଅନୁକରଣ କରି ଆମେମାନେ ଏଠି ଆସି ପହଞ୍ଚୁଛୁ। ଏଠି ପହଞ୍ଚିକିରି ଆମର ଯେଉଁ ଏଠି 6 କୁଣ୍ଡୀୟ ଯଜ୍ଞ ହେବା କଥା, କିନ୍ତୁ ଆମେ 6 କୁଣ୍ଡୀୟ ବେଦ କୁଣ୍ଡ ରଖିନୁ, କିନ୍ତୁ ପଞ୍ଚ ମହାପୁରୁଷ କୁଣ୍ଡ ରଖିଛୁ। ଯେ ଏଠି ପଞ୍ଚପଡ଼ା ଅଛି, ପଞ୍ଚପଡ଼ା ଆଉ ପଞ୍ଚ ମହାପୁରୁଷମାନେ ଲେଖିଛନ୍ତି, ସେ ବି 5 ଜଣ। ତେଣୁକରି ଏ 5 ମହାପୁରୁଷଙ୍କ ଅନୁସାରେ ଏ ପଞ୍ଚକୁଣ୍ଡ ଆମେ ମନ ଭିତରେ ସ୍ଥିର କରିଛୁ, ଯେକି ବେଦ କୁଣ୍ଡ ରଖିନାହୁଁ। ତେଣୁ ନିର୍ବେଦ କୁଣ୍ଡରେ କାର୍ଯ୍ୟ ଚାଲିଛି, ଅଧବା ସୂତ୍ରରେ କାର୍ଯ୍ୟ ଚାଲିଛି। ତେଣୁ ସେହି ସୂତ୍ରରେ ଯାହା ତାଙ୍କର ଲେଖା ଅନୁସାରେ, ତାଙ୍କ ପଦ ଅନୁସାରେ ଯେତିକି ଆହୁତି ଦେବା କଥା ଆମ ସକ୍ଷମ ଅନୁସାରେ କାମ ହେଉଛି। ତେଣୁକରି କାହାକୁ ଏଠିକା ଯେଉଁ ଏ ଯେଉଁ ଗୁପ୍ତ ଜିନିଷ, ମହାପୁରୁଷଙ୍କ ଗୁପ୍ତ ଜିନିଷ ଯିଏକି ତାକୁ କାହାକୁ ଆମେ ପ୍ରକାଶ କରିକିରି ଯେ ଭାଇ ତମ ଗାଁରେ ଏ ଜିନିଷ ଅଛି କି ବାପା ଅଛି, ତମେ ଆସ ଆମକୁ ସହଯୋଗ କର, ଇଏ ଲୋଡ଼ା ହେଇନି। କାହିଁକିନା ମହାପୁରୁଷମାନେ ଯେତେବେଳେ ଆମକୁ ପଠାଇଛନ୍ତି, ସିଏ ମଧ୍ୟ କାହାକୁ ଆମ ପଛରେ ପଠାଇଛନ୍ତି କିଛି ସାହାଯ୍ୟ ସହାନୁଭୂତି। ଆମେ ଗୋଟେ ଯେମିତି କହନ୍ତିନି ମାନେ ଖୋଲା ହାତରେ ଆମେ ଆସିଛୁ, ଖୋଲା ହାତରେ ଆସିଛୁ। କିନ୍ତୁ ସିଏ ଯେହେତୁ ଲେଖିଦେଇଛନ୍ତି, ଆମେ ଜାଣିଛୁ ଯେ ଏଠି କିଛି ଅଭାବ ନାହିଁ।
କିନ୍ତୁ ଯେତେବେଳେ ଆମେ ଯେତେବେଳେ ଜାଗାକୁ ଅନୁକରଣ କଲୁ କିଏ କହିଲା ଜଙ୍ଗଲ କିଏ କହିଲା ଏଠି ଉଚ୍ଚ ନିଚ ଜାଗା ଅଛି କିନ୍ତୁ ଆମେ ଆସି ଦେଖିଲୁ ବହୁତ ମାନେ ସୁନ୍ଦର ଜାଗା ହାତୀ ଭୟଙ୍କର ଆମେ କହିଲୁ ଯାହା ହଉ ଆମେ ପାଲ ଫାଲ ନେଇକି ପକେଇକିରି ଅଚ୍ୟୁତ ମହାପୁରୁଷଙ୍କ ଲେଖାଟାକୁ ସତ୍ୟ କରିବା ପାଇଁ ସେ ପଞ୍ଚମହାପୁରୁଷଙ୍କ ଲେଖାକୁ ସତ୍ୟ କରିବା ପାଇଁ ଆମେ ଆସି ପହଞ୍ଚି ଦେଖିଲୁ ଏତେ ସୁନ୍ଦର ଜାଗା ଯିଏକି ଆମ ମନ ବି ମୋହି ନେଇଗଲା। ତାକୁ ଆମେ ମାନେ କାଲିଠାରୁ ତାଙ୍କର ଗୋଟିଏ ଦିନ କାର୍ଯ୍ୟକ୍ରମ ଥିଲା ଆମର କାଲି ହେଉଛି ଅଧିବେଶନ ଆଜି ହେଉଛି ଜନ୍ମ ତେଣୁ 2 ଦିନ ସମସ୍ତେ ଭାବୁଥିବେ କାଳେ କିଏ ଭାବିବ ଯେ ଗୋଟିଏ ଦିନ ଲେଖା ଥିଲା ଏ ବାବା ଆସି କ'ଣ 2 ଦିନ କାର୍ଯ୍ୟକ୍ରମ କିନ୍ତୁ ଅଧିବେଶ ଗୋଟାଏ ଦିନ ଯଜ୍ଞ କାର୍ଯ୍ୟକ୍ରମ ଗୋଟାଏ ଦିନ ତେଣୁକରି ତାକୁ ଅଧିବେଶନ କାଟିଦେଲେ ଗୋଟାଏ ଦିନ ତେଣୁ 2 ଦିନ ମିଶାଇକିରି କାରଣ ଗୋଟାଏ ଦିନରେ ସମାପନ ହୋଇପାରିବ ନାହିଁ ବୋଲି ଆମେ 2 ଦିନ ସମୟ ନେଇଛୁ। ତେଣୁକରି ମହାପୁରୁଷଙ୍କ ଲେଖା ସତ୍ୟ ରହୁ କିନ୍ତୁ ସେ ଗୋଟିଏ ଦିନ ତାଙ୍କର ପ୍ରମାଣ ଥିଲା ଯେ ସବୁ କାମ ସାରିବା ପାଇଁ କିନ୍ତୁ ଦିନ ରାତି ରାତିରେ ଆମେ ଗୋଟିଏ ଦିନ ସାରି ଦେଇ ପାରିଥାନ୍ତୁ କିନ୍ତୁ ଏଇ ଯେଉଁ ହାତୀ ଭୟ ଆଉ ଜାଗାର ଟିକେ ଅସୁବିଧା ସକାଶେ ଲୋକମାନଙ୍କୁ ଯେ ଆସ ମହାପୁରୁଷଙ୍କୁ ଭଲ ପାଅ ଆସେ ଯେ ମୋ ରାଣ ମୋତେ ଭଲ ପାଅ ଇଏ କଥା ନ କହି ନିଜ ସକ୍ଷମ ଅନୁସାରେ କାର୍ଯ୍ୟ କରିବା ପାଇଁ ଗୋଟାଏ ଦିନ ମାନେ ଅଧିକା ନେଇଯାଇଛି ସେଥିପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ। ଧନ୍ୟବାଦ ଧନ୍ୟବାଦ। ତେଣୁ ନା ଆମେ ଦୁଃଖ ପ୍ରକାଶ କରୁ କାହିଁକି ନା ତାଙ୍କ ଲେଖା ଅନୁସାରେ ଆମେ ଅଧିକା ଦିନ ନେଇଗଲୁ କିନ୍ତୁ ତାଙ୍କ ଲେଖା ହିଁ ସତ୍ୟ ସିଏ ହିଁ ସତ୍ୟ ଏ ଜାଗା ହିଁ ସତ୍ୟ ଇଏ ପଞ୍ଚପଢ଼ା ହିଁ ସତ୍ୟ ଆମେମାନେ ମିଥ୍ୟା ଆଜି ଆସିଛୁ କାଲି ଚାଲୁ ଆମ କାର୍ଯ୍ୟ ତାଙ୍କ ଇଚ୍ଛା ଆମର କିଛି ନୁହଁ ତାଙ୍କ ଇଚ୍ଛାରେ ଆମେ ଚାଲିଛୁ ତାଙ୍କ ଇଚ୍ଛାରେ ଯେଉଁ ଦିନ ଯେଉଁ କାର୍ଯ୍ୟ ଯେଉଁ ସମୟରେ ଯାହା ହେବା କଥା ତାହା ହିଁ ଘଟିବ ଏହା ସତ୍ୟ 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 ସମସ୍ତଙ୍କ ଉପରେ ସେମିତି ଖାଲି ଯେମିତି ମହାପୁରୁଷଙ୍କର ଆଶୀର୍ବାଦ ଖାଲି ଅଜାଡ଼ି ହେଇ ପଡ଼ୁ ସବୁଆଡ଼େ ସମସ୍ତେ ଏ ଯେଉଁ ଜାଗା ଅନୁନ୍ନତ ଯେତିକି ଅଛି ଆହୁରି ଉନ୍ନତ ହେଇଯାଉ ସମସ୍ତେ କେମିତି ହସଖୁସିରେ ଆସନ୍ତୁ ହସଖୁସିରେ ଯାଆନ୍ତୁ ଏହା ହିଁ ଆମ କାମନା ମହାପୁରୁଷଙ୍କର ଆଜି ଯେଉଁ ଲେଖା ସତ୍ୟ ହେଇଛି ସେଥିପାଇଁ ସେ ମହାପୁରୁଷଙ୍କ ଉଦ୍ଦେଶ୍ୟରେ ଜୟ ମହାପୁରୁଷଙ୍କ धन्यवाद ये ग्रामवासी की धन्यवाद ये टीवी चैनल भाई की धन्यवाद ये साधु सन्त को धन्यवाद ये ठाकुराणी डाकिले वो करिवो विपदरे पड़िले उद्धार करिवो ये 500 केते 500 वर्ष तलर कथा ये पुराना इतिहास कथा आज आम यज्ञ देखी बहुत आनंद बहुत गर्व करुचु धन्यवाद समस्त मानव धन्यवाद यही लीला चली था महापुरुष अत्यानंदर कथा अनुसार पथी अनुसार ये यज्ञ चली गुप्तर यज्ञ होता एवं खोला खोली यज्ञ हो गला समस्ते जानिले धन्यवाद बहुत आनंद साधु धन्यवाद बहुत दिन है ये यज्ञ आस्ते आस्ते चली लुचि लुचिकी चली लोक समस्त खोला चल